ଏମାନଙ୍କୁ ଅଧିକ କଷ୍ଟ ଦିଅନ୍ତି ଶନିଦେବ। କ୍ୟାରିୟର ଉପରେ ପଡ଼େ ଖରାପ ପ୍ରଭାବ। ଆସନ୍ତୁ ଜାଣିବା ସେଇ ସବୁ ବିଷୟରେ। ଜ୍ୟୋତିଷ ଶାସ୍ତ୍ରରେ ଭଗବାନ ଶନିଙ୍କୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ। ଧାର୍ମିକ ଶାସ୍ତ୍ରରେ ଭଗବାନ ଶନି ଜଣେ ଦିବ୍ୟ ବିଚାରକର ପଦବୀରେ ଅଛନ୍ତି। ସେ ବ୍ୟକ୍ତିଙ୍କୁ ସେମାନଙ୍କର କର୍ମର ଫଳ ପ୍ରଦାନ କରନ୍ତି। ଶନିବାର ହେଉଛି ଭଗବାନ ଶନିଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଉଗ୍ରଶୀକୃତ ଦିନ। ଏହି ଦିନ ତାଙ୍କ ସମାନତାରେ ବିଶେଷ ପ୍ରାର୍ଥନା ଏବଂ ଉପାସନା ପାଳନ କରାଯାଏ। କୁହାଯାଏ ଯେ ଯଦି ଭଗବାନ ଶନି ଅସନ୍ତୁଷ୍ଟ ହୁଅନ୍ତି ତେବେ ସେ ଜଣକ ଜୀବନରେ 7.5 ଧୈର୍ଯ୍ୟ କିମ୍ବା ଶନି ଦୋଷ ଭାବରେ ଦୁଃଖ ଦିଅନ୍ତି, ଯାହା ପ୍ରାୟତଃ ଜଣକ କ୍ୟାରିୟରକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରେ। ତଥାପି ଲୋକଙ୍କ ମନରେ ଏକ ପ୍ରଶ୍ନ ପ୍ରାୟତଃ ଉଠେ, ଭଗବାନ ଶନି କାହାକୁ ସବୁଠାରୁ ଅଧିକ କଷ୍ଟ ଦିଅନ୍ତି? ଚୌଦ୍ଧ ପୁରାଣ ଏବଂ ବୃହତ ସଂହିତା ପରି ପ୍ରାଚୀନ ଗ୍ରନ୍ଥ ଅନୁସାରେ କିଛି କାର୍ଯ୍ୟ ଭଗବାନ ଶନିଙ୍କ କ୍ରୋଧକୁ ଅତ୍ୟନ୍ତ ମାତ୍ରାରେ ଉତ୍ତେଜିତ କରେ। ଯେଉଁମାନେ ଏପରି କାର୍ଯ୍ୟ କରନ୍ତି ସେମାନଙ୍କୁ ସେ ଦ୍ୱିଗୁଣ ଦୁଃଖ ଦିଅନ୍ତି। ଆସନ୍ତୁ ଏହାକୁ ବିସ୍ତୃତ ଭାବରେ ଅନୁସନ୍ଧାନ କରିବା ଏବଂ ଶନିବାର ସହିତ ଜଡ଼ିତ ପ୍ରତିକାରକ ଉପାୟ ବିଷୟରେ ଜାଣିବା। ଶନି ଭଗବାନ କାହାକୁ କଷ୍ଟ ଦିଅନ୍ତି? ଯେଉଁମାନେ ଗୁରୁଜନଙ୍କୁ ଅପମାନ କରନ୍ତି। ଯେଉଁମାନେ ବୃଦ୍ଧ ଏବଂ ଗୁରୁଜନଙ୍କୁ ଅପମାନ କରନ୍ତି, ଯେଉଁମାନେ ନିଜ ପିତାମାତା, ଜେଜେବାପା କିମ୍ବା ଶିକ୍ଷକଙ୍କୁ ଅସମ୍ମାନ କରନ୍ତି, ସେମାନେ କେବେ ବି ଭଗବାନ ଶନିଙ୍କ କୃପା ପାଇପାରିବେ ନାହିଁ। ଏପରି ଲୋକମାନେ ଚିରକାଳ ଦୁଃଖରେ ରୁହନ୍ତି। ଜ୍ୟୋତିଷଙ୍କ ଅନୁସାରେ ଭଗବାନ ଶନି ବୁଦ୍ଧମାନଙ୍କୁ ହଇରାଣ କିମ୍ବା ଦୁର୍ବ୍ୟବହାର କରୁଥିବା ଲୋକଙ୍କ ଉପରେ ତାଙ୍କର ବକ୍ର ଦୃଷ୍ଟି ପକାଇଥାନ୍ତି। ଆହୁରି ମଧ୍ୟ ଅଛି ଯେଉଁମାନେ ଅସହାୟ ଏବଂ ମହିଳାଙ୍କୁ ଯନ୍ତ୍ରଣା ଦିଅନ୍ତି। ଭଗବାନ ଶନି ଗରିବ ଏବଂ ଅସହାୟ ରକ୍ଷାକର୍ତ୍ତା ଭାବରେ କାର୍ଯ୍ୟ କରନ୍ତି। ଯେଉଁମାନେ ଶ୍ରମିକ, ଭିକାରୀ ଏବଂ ମହିଳାଙ୍କୁ ଅବହେଳା କରନ୍ତି କିମ୍ବା ଅବମାନନା କରନ୍ତି, ସେମାନଙ୍କୁ ବହୁତ ଦୁଃଖ ଦିଅନ୍ତି। ମିଛ ଏବଂ ପ୍ରତାରକ। ଭଗବାନ ଶନି ଅଭ୍ୟାସଗତ ଭାବରେ ଯେ ମିଛ କୁହନ୍ତି, ପ୍ରତାରକ କରନ୍ତି କିମ୍ବା ମିଥ୍ୟା ସାକ୍ଷ୍ୟ ଦିଅନ୍ତି, ସେମାନଙ୍କ ପ୍ରତି ପ୍ରତିକୂଳ ଦୃଷ୍ଟି ରଖନ୍ତି। ସେ ଏପରି ବ୍ୟକ୍ତିମାନଙ୍କୁ ସବୁବେଳେ କଷ୍ଟ ଏବଂ ଦୁଃଖର ସମ୍ମୁଖୀନ କରନ୍ତି। ଯେଉଁମାନେ ପ୍ରାଣୀକୁ ଯନ୍ତ୍ରଣା ଦିଅନ୍ତି। ଭଗବାନ ଶନି ସମସ୍ତ ଜୀବ ଜଗତଙ୍କ ପ୍ରତି କରୁଣାର ପରାମର୍ଶ ଦିଅନ୍ତି। ଯେଉଁମାନେ ବୁଲା କୁକୁରମାନଙ୍କୁ ହତ୍ୟା କରନ୍ତି, ଗାଈମାନଙ୍କୁ ମାରୁଥାନ୍ତି କିମ୍ବା କୌଣସି ପ୍ରାଣୀକୁ ଯନ୍ତ୍ରଣା ଦିଅନ୍ତି, ସେମାନଙ୍କୁ ସର୍ବଦା ତାଙ୍କର ଅସନ୍ତୋଷ ଲକ୍ଷ୍ୟ କରନ୍ତି। ଏପରି ବ୍ୟକ୍ତିମାନେ ଶନି ଦୋଷ ଭୋଗ କରନ୍ତି। ଯେଉଁମାନେ ବ୍ୟଭିଚାର ଏବଂ ଅନୈତିକ କାର୍ଯ୍ୟରେ ଲିପ୍ତ ରୁହନ୍ତି। ଭଗବାନ ଶନି ଯିଏ ଅନ୍ୟର ଜୀବନ ସାଥୀ ସହିତ ଅବୈଧ ସମ୍ପର୍କ ରଖନ୍ତି, ବ୍ୟଭିଚାର କରନ୍ତି କିମ୍ବା ଅନୈତିକ ଜୁନୁ ଆଚରଣ ଲିପ୍ତ ରୁହନ୍ତି, ସେମାନଙ୍କ ପ୍ରତି ପ୍ରବଳ କ୍ରୋଧିତ ହୁଅନ୍ତି। ଭଗବାନ ଶନି କ୍ରୋଧ ଯୋଗୁଁ ଏପରି ପାପୀ ବ୍ୟକ୍ତିମାନେ ଗୁରୁତର ରୋଗ, ଦୁର୍ଘଟଣା ଏବଂ ଘରୋଇ କଳହର ଶିକାର ହୁଅନ୍ତି। ଆଳସୀ ଏବଂ ଦାୟିତ୍ୱହୀନ ପାଇଁ। ଯେଉଁମାନେ ଆଳସୀ ପ୍ରଦର୍ଶନ କରନ୍ତି, ସେମାନଙ୍କ କର୍ତ୍ତବ୍ୟକୁ ଏଡ଼ାଇ ଯାଆନ୍ତି କିମ୍ବା ସେମାନଙ୍କ ଦାୟିତ୍ୱକୁ ଏଡ଼ାଇ ଯାଆନ୍ତି, ସେମାନଙ୍କୁ ଭଗବାନ ଶନିଙ୍କର ଦ୍ୱାରା ଦ୍ୱିଗୁଣ କଷ୍ଟ ଭୋଗିବାକୁ ପଡ଼ିଥାଏ। ଶନିବାର ପାଇଁ ପ୍ରତିକାରକ। ଶନିବାର ଦିନ ଏକ ମନ୍ଦିର ପରିଦର୍ଶନ କରନ୍ତୁ ଏବଂ ଭଗବାନ ଶନିଙ୍କୁ ଆପଣଙ୍କର ପ୍ରାର୍ଥନା କରନ୍ତୁ। ଶନି ଦେବଙ୍କୁ ସୋରିଷ ତେଲ ଅର୍ପଣ କରନ୍ତୁ ଏବଂ ସେହି ତେଲରେ ପୁଣ୍ୟ ଏକ ଦୀପ ଜାଳି ଦିଅନ୍ତୁ। ଏହା ସହିତ
ଶନି ଚାଳିଶା ଏବଂ ହନୁମାନ ଚାଳିଶା ପାଠ କରନ୍ତୁ। ଅଭାବୀ ଲୋକଙ୍କୁ ଖାଦ୍ୟ, ପୋଷାକ କିମ୍ବା ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଦାନ କରନ୍ତୁ। ଏହି ଦିନ ଆପଣ କଣା ଚଣା କିମ୍ବା ବିରି ଡାଲି, ରାଶି, ଲୁହା କିମ୍ବା ପାଦୁକା ମଧ୍ୟ ଦାନ କରିପାରିବେ। ସ୍ୱାମୀ ଗଛକୁ ଜଳ ଅର୍ପଣ କରନ୍ତୁ ଏବଂ ଏହାର ପୂଜା କରନ୍ତୁ। ଅଶ୍ୱତ୍ଥ ଗଛ ତଳେ ଏକ ସୋରିଷ ତେଲ ଦୀପ ଜାଳନ୍ତୁ ଏବଂ ଏହାକୁ 7 ଥର ପରିକ୍ରମା କରନ୍ତୁ। ଓମ୍ ଶାନ୍ ଶନିଶ୍ଚରାୟ ନମ ମନ୍ତ୍ର ଜପ କରନ୍ତୁ। ଶନିବାର ଦିନ ଶନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏଗୁଡ଼ିକ ସମସ୍ତ ପ୍ରଭାବଶାଳୀ ଉପଚାର। ବନ୍ଧୁଗଣ, ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଲା ତ ଭିଡ଼ିଓକୁ ଗୋଟେ ଲାଇକ୍, ସେୟାର, କମେଣ୍ଟ କରିଦିଅନ୍ତୁ। ଜୟ ଶନିଦେବ ଲେଖିବାକୁ କେବେ ବି ଭୁଲିବେ ନାହିଁ। ଜୟ ଶନିଦେବ।